এই ଫଳଟିକୁ ଆପଣମାନେ କ'ଣ କହନ୍ତି? ମୋର ବହୁତ ପ୍ରିୟ ଜିନିଷ ଏଇଟା। ମୁଁ ମାର୍କେଟ ଗଲା ମାନେ ଏ ଫଳଟିକୁ ଖୋଜୁଥାଏ ମାର୍କେଟରେ। ଶୀତ ଦିନେ ସାଧାରଣତଃ ଏଇଟା ମିଳେ। ଆଉ ପାଚିଗଲେ ବହୁତ ବଢ଼ିଆ ଟେଷ୍ଟ, କିନ୍ତୁ କଞ୍ଚା ଥିଲାବେଳେ ପୁରା କଷା, ଆପଣ ଖାଇପାରିବେନି। ମୋତେ ବହୁତ ଭଲ ଲାଗେ। ତ ପୁରା ଦେଖିବାକୁ ବେଲ ପରିକା, କିନ୍ତୁ ବେଲଠୁ ତା'ର ଟେଷ୍ଟ ପୁରା ଅଲଗା। ତ ପ୍ରଥମେ ମୁଁ ଏଇ ଯେ ଫଳଟିକୁ ମାର୍କେଟରୁ ଆଣିଥିଲି, ତାକୁ ଭାଙ୍ଗି ଦେଇକିରି ମଝିରୁ ତା ଭିତରୁ କୋରିକିରି ସବୁ ଜିନିଷ ବାହାର କରିଦେଲି। ତାପରେ ଗୋଟେ କୁଟା ସାହାଯ୍ୟରେ ତାକୁ କଞ୍ଚା ଲଙ୍କା, ରସୁଣ, ଟିକେ ଧନିଆ ପତ୍ର ବି ଆପଣ ଦେଇପାରିବେ। ଅଦା ମୋତେ ଭଲ ଲାଗେନି ତା'ର ସ୍ମେଲ୍ଟା, ସେଥିପାଇଁ ମୁଁ ଦିଏନି। ଆଉ ଚିନି କିମ୍ବା ଗୁଡ଼, ଏଇଟା ଟିକେ ମିଠା ମିଠା ରହିଲେ ବହୁତ ଭଲ ଲାଗେ। ତାପରେ ତାକୁ କୁଟି ଦେଇକିରି ପୁରା ଏକଦମ ପେଷ୍ଟ ଭଳିଆ କରିଦେବା। ତାପରେ ଗୋଟେ କରେଇରେ ଆମେ ଦେଇଦେବା ସୋରିଷ ତେଲ, ବଡ଼ ଚାମଚରେ ଗୋଟେ ଚାମଚ। ତାପରେ ଆମେ ଯେଉଁ ଚଟଣିଟି ବନେଇଛେ ତାକୁ ସେଥିରେ ପକାଇବା, ଭଲ ଭାବରେ ଭାଜିବା। ଯଦି ତା'ର ପାଣି ଅଂଶଟା ରହିବ ତାହେଲେ ବେଶୀ ଦିନ ଇଏ ରହିବନି, ଫଙ୍କୁ ଟାଇପ୍ର ହେଇଯିବ। ସେଥିପାଇଁ ମୁଁ ତାକୁ ସୋରିଷ ତେଲରେ ଭଲ ଭାବରେ ଟିକେ ଭାଜି ଦେଇଛି। ଉପରେ ପକାଇ ଦେଇଛି ସ୍ୱାଦ ମୁତାବିକ ଲୁଣ, ଲଙ୍କା ଗୁଣ୍ଡ ଟିକେ ବେଶୀ ପକାଇଛି। ଟିକେ ରାଗ ରାଗ ହେଲେ ତା'ର ଟେଷ୍ଟଟା ବଢ଼ିଆ ଲାଗେ। ଖଟା, ମିଠା ଆଉ ରାଗର ଟେଷ୍ଟଟା ବହୁତ ବଢ଼ିଆ ଲାଗେ। ତାପରେ ଜିରା ଲଙ୍କା ଗୁଣ୍ଡ ଭାଜିକିରି ରଖିଥିଲି, ତାକୁ 2 ଚାମଚ ସେଥିରେ ପକାଇ ଦେଇଛି। ଭଲ ଭାବରେ ଭାଜିଲା ପରେ ତାକୁ କାଢ଼ି ଆଣିକି ପୁରା ଥଣ୍ଡା କରିଛି। ଥଣ୍ଡା କଲା ପରେ ତା ଉପରେ ଆଉ ଟିକେ ସୋରିଷ ତେଲ ଗରମ କରିକି ଆଗରୁ ମୁଁ ରଖିଥିଲି, ତାକୁ ପକାଇ ଦେଇଛି। ମୋର ବହୁତ ପ୍ରିୟ ଏଇ ଚଟଣିଟି। ତ ଆପଣମାନଙ୍କୁ ଭଲ ଲାଗେ ନା ନାହିଁ ନିଶ୍ଚୟ କମେଣ୍ଟରେ ଜଣାଇବେ। ଆଉ ଏଇ ଫଳଟିର ନାଁ କ'ଣ ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ମୋର ବହୁତ ପ୍ରିୟ। ଆଉ କାହାକୁ କାହାକୁ ୟାର ଚଟଣି ଭଲ ଲାଗେ ମୋତେ କମେଣ୍ଟରେ ଜଣାଇବେ। ମୁଁ ୟାର ଆଉ ଗୋଟେ ରେସିପି ପରେ ଜଣାଇବି।